ବନ୍ଧୁ ମିଳନ ନିର୍ମାଲ୍ୟର ବରା ଲାଗି କଳି ଆଜି ଆମର କଲେଜ ସାଙ୍ଗମାନଙ୍କର ଗୋଟିଏ ଗେଟ୍ ଟୁଗେଦର ହଉଛି କିନ୍ତୁ ଆଇଁଷ ବାରି ଥିଲା ଆଶ୍ରମରେ ହଉଛି ସାଧା ଖାଇବା କାହିଁକି ହଉଛି ତାର ବି କାରଣ ଅଛି ନା। ଏଇ ଯୋଉ ଆଶ୍ରମ ବୁଝାବୁଝି ଯିଏ କରୁଛି ସିଏ ବି ଆମ ସାଙ୍ଗ, ତେଣୁକରି ଆମକୁ ଏଠି ସୁବିଧା ହଉଛି କରିବାକୁ, ତେଣୁକରି ସମସ୍ତେ ପଳେଇ ଆଇଛୁ ମିଶିବୁ। ଓ ଆପଣମାନେ ଦେଖିଲେ ଭାରି ଖୁସି ଲାଗିବ। ଆସନ୍ତୁ, ସେ ଆଇଁଷ ସାଧାଟେ କିଛି କଥା ନାହିଁ, ଗୋଟେ ଯୋଉ ଏକାଠି ହବାର ମଜା ଏଇଟା ଆପଣମାନେ ଚାଲନ୍ତୁ ଭିତରେ ଦେଖିବେ ମୋ ସହିତ କେମିତି କ'ଣ ସବୁ ହଉଛି। ଆଶ୍ରମର ପରିବେଶଟି ଦେଖନ୍ତୁ ବଡ଼ ସୁନ୍ଦର ଅଛି, ଦେଖାଉଛି ଆପଣମାନେ ଦେଖନ୍ତୁ ସୁନ୍ଦର। ଆପଣମାନେ ଯଦି କେତେବେଳେ ଆସିବେ ମଧ୍ୟ ଏ ଆଶ୍ରମକୁ ବହୁତ ବଢ଼ିଆ ଲାଗିବ। ଚାରିଆଡ଼େ ଗଛ ହେଇଛି, କିଛି ଅସୁବିଧା ନାହିଁ, ସବୁ ପ୍ରକାର ସୁବିଧା ଏଠାରେ କରାହେଇଛି। ଇଭିନ୍ ମଧ୍ୟ ଆପଣମାନେ ବିଶ୍ୱାସ କରିବେନି ଉପରେ ଗୋଟେ ହଲ୍ ବି ହେଇଛି, କାରଣ ସେଠି ମଧ୍ୟ ଆମର ମିଟିଂ ହେବ। କିନ୍ତୁ ଆଶ୍ରମର ଯେଉଁ ପରିବେଶ ସେଇଟା ହେଉଛି ମୁଖ୍ୟ। ଆଶ୍ରମ ପରିବେଶ ଆପଣମାନଙ୍କୁ ବହୁତ ବଢ଼ିଆ ଲାଗିବ। ଏ ଦେଖନ୍ତୁ ମନ୍ଦିରଟି ଅଛି, ମୁଁ ଉପରକୁ ଦେଖାଉଛି, ଦେଖନ୍ତୁ କେଡ଼େ ସୁନ୍ଦର ହେଇଛି। ତାପରେ ଭିତରକୁ ଯିବା, ସମସ୍ତେ ଅଛନ୍ତି ସେଠି କ'ଣ ହେଉଛି କ'ଣ ନାହିଁ ଦେଖିବା। ନମସ୍କାର। ଇଏ ବଡ଼ ଅସୁବିଧା କଥା କ'ଣ କି ଯେ ସବୁ ସାଙ୍ଗମାନେ ଇତସ୍ତତ ହେଇ ବୁଲୁଛନ୍ତି, ଇତସ୍ତତ। ତେଣୁ ଏଇ ଯେଉଁ ଆଶ୍ରମରେ କାହିଁକି ହେଲା କ'ଣ ହେଲା ସେଇଟା ମଧ୍ୟ ଦେଖିବାକୁ ପଡ଼ିବ। ସମସ୍ତେ ଇତସ୍ତତ ହେଇ ବସୁଛନ୍ତି। ଯେଉଁ ମୁଁ କହୁଥିଲି ଆଶ୍ରମଟି କିଏ ବୁଝାବୁଝି କରୁଛି, ସାଙ୍ଗଟିଏ ଏଇ ସବୁ ବୁଝାବୁଝି କରୁଛି। ଯଦି ଆପଣମାନେ କେତେବେଳେ ଆଶ୍ରମ ଆସିବାକୁ ଚାହିଁବେ ମୋତେ ନିଶ୍ଚୟ କହିବେ। ଆଉ ଏ ଆଶ୍ରମର ପରିବେଶଟି ଆପଣଙ୍କୁ ଭଲ ଲାଗିବ। ସେଟା ଗେଟ୍ ଟୁଗେଦର ଯେଉଁ ସାଙ୍ଗମାନଙ୍କର ଏକାଠି ହେବାଟା ଏଇଟା ହେଉଛି ଗୋଟେ ଖୁସି, ବହୁତ ଖୁସି। ସାଙ୍ଗ ବନମାଳୀ ଯିଏ ଆଶ୍ରମ ବୁଝାବୁଝି କରି ତା ସାଙ୍ଗରେ କଥା ହେଇସାରିଲା ପରେ ଅନ୍ୟାନ୍ୟ ସାଙ୍ଗମାନଙ୍କ ସହିତ ମଧ୍ୟ ମେଳନଟିଏ ହେଲା। କ'ଣ କରିବା, ଗୋଟେ ଖୁସିର ବିଷୟ। ସବୁ ସାଙ୍ଗମାନେ ଆମେ ସବୁ ଏକତ୍ରିତ ହେଇଛୁ। ତାପରେ ଯୋଉଠି ଆମର ମିଟିଂ ଚାଲିଥିଲା ସେଠି ଯାଇ ପହଞ୍ଚି ଗଲି। ତାପରେ ଆମର ସେଠି ମଧ୍ୟ ସବୁ ସାଙ୍ଗମାନେ ଦେଖା ହେଲେ, ଖୁସି ବହୁତ ବଢ଼ିଆ ଲାଗିଲା। ସତରେ ପୁରୁଣା ସାଙ୍ଗମାନଙ୍କ ସହିତ ମିଶିବା ଗୋଟେ ଖୁସିର ବିଷୟ। ସବୁ ଝିଅ ପିଲା ଆସିଥିଲେ, ପୁଅ ପିଲା ଆସିଥିଲେ, ସମସ୍ତେ ଖୁସି। ମାନେ ଏତେ ଖୁସି ଲାଗୁଥାଏ, ଆପଣ ଯେତେବେଳେ ପୁରୁଣା ବନ୍ଧୁମାନଙ୍କ ସହିତ ମିଶିବେ ଆପଣମାନଙ୍କୁ ଏତେ ବଢ଼ିଆ ଲାଗିବ, ଏତେ ଖୁସି ଲାଗିବ, ଆପଣମାନେ ମଧ୍ୟ ଅନୁଭବ କରିପାରିବେ ସେ ଖୁସିଟା। ମୋତେ ମଧ୍ୟ ସେଇ ପ୍ରକାର ଖୁସି ଲାଗୁଥାଏ। ଆମର ସେଠି ପିଲାମାନେ, ଆମର ସାଙ୍ଗମାନେ ସବୁ ସେଠି କହୁଥାନ୍ତି, ମୋ ସାଙ୍ଗମାନେ ବହୁତ କବି ଆଉ ଲେଖକ ଅଛନ୍ତି, ଯେଉଁମାନେ କି ଭଲ ଭଲ ଲେକ୍ଚରର ଅଛନ୍ତି, ପ୍ରିନ୍ସିପାଲ ଅଛନ୍ତି, ଭଲ ଭଲ ଚାକିରି କରିଛନ୍ତି, ସେମାନେ ସବୁ ଅଛନ୍ତି। ସେମାନେ ଭଲ କବିତା ଲେଖନ୍ତି ଆଉ ଗପ ବି ଲେଖନ୍ତି। ତେଣୁକରି ସେମାନେ ବହୁତ କବି ଆଉ ଲେଖକ ଅଛନ୍ତି ତା ଭିତରେ। ଦେଖନ୍ତୁ ପିଲାମାନେ କେତେ ଖୁସି, ଆମ ଭିତରେ ଗୋଟେ ଉତ୍ସାହ ଜାଗ୍ରତ ହେଉଥାଏ। ସତ କଥା କହୁଛି, ଆପଣମାନେ ଦେଖିଲେ ବି ଆପଣମାନଙ୍କୁ ଖୁସି ଲାଗିବ। ଝିଅ ପିଲାଠୁ ଆରମ୍ଭ କରି ପୁଅ ପିଲା ପର୍ଯ୍ୟନ୍ତ ସମସ୍ତ ଭିତରେ ଥାଏ ଗୋଟେ ଖୁସିର ମାହୋଲ। ସତରେ ଏଇ ଖୁସି ବହୁତ ବଢ଼ିଆ ଲାଗେ। ତାପରେ ସମସ୍ତେ ଜଣେ ଜଣେ କହୁଥାନ୍ତି, ସବୁ କବି, ଏମାନେ ସବୁ କବିତା ତାଙ୍କର ଲେଖିଛନ୍ତି, ସେ କବିତା ତାଙ୍କୁ ଦେଉଥାଏ। ତାପରେ ସମସ୍ତଙ୍କୁ ସାଲ ଦିଆଯାଉଥାଏ। ଆଉ ଆମର ନିର୍ମାଲ୍ୟ ତରଫରୁ ବ୍ୟାଗ, ଘଣ୍ଟା, କଲମ ସବୁ ମଧ୍ୟ ଦିଆଯାଇଛି। ଯାହା ହଉ ଏଇଟା ଗୋଟେ ଖୁସି କଥା କହିଲେ ବହୁତ ବଢ଼ିଆ ଲାଗିବ ଆପଣମାନଙ୍କୁ। ପୁରୁଣା ସାଙ୍ଗମାନେ ଯେତେବେଳେ ମିଶିବେ ନା। ତାପରେ ମୁଁ ଗଲି, ଆମର ଜଳଖିଆ ହେଇଥିଲା, ବରା ହେଇଥିଲା, ଆଳୁ କଷା ହେଇଥିଲା, ମକା ହେଇଥିଲା, ସବୁ ପ୍ରକାର ସୁପ୍ ବି ହେଇଥିଲା। ଯାହା ହଉ ଖୁସି ଲାଗୁଥାଏ ଖାଇବାକୁ। ବରା ଆଉ ଆଳୁ କଷା ମୁଁ ଆଣିଲି। ଜେଜେ ଖାଇବା ଉପରେ ବେଶୀ କହୁଥାନ୍ତି, ୟା ଉପରେ ଜେଜେଙ୍କର ଖାଇବାରେ ଗୋଟେ ଭାରି ଆଗ୍ରହ ଥାଏ। ସେଇଠି ଜେଜେଙ୍କ ମନ ମୁତାବକ ବରାଟିଏ ହେଇଛି, ଆଳୁଦମଟିଏ ହେଇଛି, ଘୁଗୁନିଟିଏ ହେଇଛି, ଖାଇବାଟା ବହୁତ ସୁନ୍ଦର ହେଇଛି। ତାପରେ ନିଜ ଲିଖିତ କବିତା ସମସ୍ତେ ଆସି ଆବୃତ୍ତି କରିଥାନ୍ତି। ଯେଉଁମାନେ ଲେଖକ ସେମାନେ ଆସିକିରି ତାଙ୍କର କବିତା ଆବୃତ୍ତି କରୁଥାନ୍ତି। ଭାରି ଖୁସି ଲାଗୁଥାଏ ଯେ ସେମାନେ ମଧ୍ୟ କେତେ କଷ୍ଟ କରି ଗୋଟେ ଗୋଟେ କବିତା ଲେଖୁଛନ୍ତି। ସତରେ ସେଇଟା ତାଙ୍କ ପାଇଁ ଯେତିକି ଖୁସି, ଆମକୁ ମଧ୍ୟ ଖୁସି ଲାଗୁଛି। ଆମ ସାଙ୍ଗମାନେ ଆଜି ଲେଖକ କବି ହେଇକିରି ମଧ୍ୟ ପ୍ରତିଷ୍ଠା ଲାଭ କରିଛନ୍ତି। ସତରେ ଝିଅ ପିଲା ହୁଅନ୍ତୁ କି ପୁଅ ପିଲା ହୁଅନ୍ତୁ, ବହୁତ କବି ଅଛନ୍ତି,
बहुत ମଧ୍ୟ ଗଳ୍ପ ବି ଲେଖିଛନ୍ତି ଆମ ପିଲାମାନେ ବହୁତ ଖୁସି ଲାଗେ। ଆମେ +2 ପଢିଲା ବେଳେ ଯୋଉ ଅଧ୍ୟାପକ ମାନେ ଆମକୁ ସବୁ ପଢଉଥିଲେ ସେମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା ଆଉ ସେମାନଙ୍କୁ ମଧ୍ୟ ସମ୍ମାନିତ ବା ସମ୍ବର୍ଦ୍ଧିତ କରାଯାଇଥିଲା। ଯାହା ହଉ ସେମାନଙ୍କ ପାଇଁ ଯେତିକି ଖୁସି ଆମମାନଙ୍କ ପାଇଁ ମଧ୍ୟ ସେତିକି ଖୁସି। ଆମେ ଆମର ପୁରୁଣା ଗୁରୁମାନଙ୍କୁ ପାଖରେ ପାଇଛୁ, ଯେତିକି ଖୁସି ସେମାନେ ମଧ୍ୟ ତାଙ୍କର ଶିଷ୍ୟମାନଙ୍କୁ ପାଇଥିବାରୁ ତାଙ୍କ ମନ ବି ଖୁସି। ସତ କଥା କହୁଛି, ଏ ହେଉଛି ଗୁରୁ ଶିଷ୍ୟର ଗୋଟେ ମିଳନ। କିଛି ନ ଦେଇପାରିଲେ କେବଳ ତାଳି ଟିକେ ଦେଇକିରି ଦେଖିବା ଆଶା କରୁଛି ମୋ ସାଙ୍ଗମାନେ ଆହୁରି ଚାଲନ୍ତୁ। ମୋ ଦ୍ୱାରା ଭାଷଣ ହୁଏନି, ଭାଷଣ ଦେଇପାରେନି, ଦିନେ ଦିନେ ଆମ ସାଙ୍ଗମାନଙ୍କ ତରଫରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ତାପରେ ସେମାନେ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ। ଆମକୁ ଛାଡ଼ି ଚାଲି ଯାଇଥିବା ସାଙ୍ଗମାନଙ୍କ ପାଇଁ ଶୋକ ସଭା ମଧ୍ୟ ସେଠାରେ କରାଯାଇଥିଲା, କାରଣ ଆମକୁ ବହୁତ ସାଙ୍ଗମାନେ ଆମମାନଙ୍କୁ ଛାଡ଼ି ଆଜି ଚାଲି ଯାଇଛନ୍ତି। ତାପରେ ତ ଖାଇବା ପିଇବା ଆରମ୍ଭ ହେଇଗଲା। ସ୍କୁଲରେ ଯେମିତି ଲାଇନ ମାରି ସବୁ ଠିଆ ହୁଅନ୍ତିନି, ସମସ୍ତେ ଲାଇନ ମାରି ଠିଆ ହେଇକିରି ଖାଇବା ଆଣିକିରି ଯେ ଯାହା ଜାଗାରେ ବସିକି ଗେଫା ମାଇଲୁ ବସିକିରି ଯିଏ ଯାହା ପାରିଲେ ଆଣିକିରି ଖାଇବା ପିଇବା କଲେ। ବହୁତ ପ୍ରକାର ଆଇଟମ ହେଇଥିଲା। ସାଧାରେ ହେଇଥିଲା କିନ୍ତୁ ସବୁ ପ୍ରକାର ଆଇଟମ ହେଇଥିଲା। ଅନ୍ନ ହେଇଥିଲା, ଡାଲମା ହେଇଥିଲା, ତାପରେ ଆମର ଛତୁ ହେଇଥିଲା, ପନିର ହେଇଥିଲା, ଚିପ୍ସ ହେଇଥିଲା, ତାପରେ ଆମର ଯୋଉ ଆମ୍ବୁଲ ରାଇ ହେଇଥିଲା, ଆଉ ତା ସାଙ୍ଗରେ ମଧ୍ୟ ଏଇ ଯୋଉ କ୍ଷୀରା ବି ହେଇଥିଲା। ସବୁ ତ ହେଇଥାଏ। ପାମ୍ପଡ଼ ଚୋବ ଦେଖୁନା, ଆରେ ଏ କଣ ପାମ୍ପଡ଼ ଚୋବ ହେଇଯାଉଛି ତେରିକେ ଦେଖୁନା, ପାମ୍ପଡ଼ ଚୋବେଇଲେ ତା ସ୍ତ୍ରୀ କି ଦଉଛି। କି କଥା ଏଇଟି ଆମେ ଦେଖୁଛୁ ମଜା ଲାଗୁଛି। ଝିଅ ପିଲା ସାଙ୍ଗମାନେ ବି ଆସିଥିଲେ। ଗୋଟେ ହସ ଖୁସି ଗପ ସପ ସମସ୍ତେ ପୁଅ ପିଲା ଝିଅ ପିଲା ସବୁ ଏକତ୍ରିତ ହେଇତ ପାଠ ପଢୁଥିଲୁ। ଏକାଠି ପୁଣି ହେଇକିରି ଖିଆ ପିଆ ମଜା ମସ୍ତି ବହୁତ ଦିନ ପରେ ପୁଣି କରୁ। ଏଇଟା କିନ୍ତୁ ଆମର ପ୍ରତିବର୍ଷ ହଉଛି। ଆପଣମାନେ ବିଶ୍ୱାସ କରିବେନି, ଯୋଉମାନେ ଲାଗିକିରି କରୁଛନ୍ତି ଆମର ବହୁତ ଖୁସି କଥା। ପ୍ରତିବର୍ଷ ଦେଖୁନା ସେ ଗୋଟେ ଅନେଇକିରି କେମିତି ଆଡୁ ଖାଉଛି। ହେଇରେ ସନ୍ତୋଷ ଦେଖୁନା କେମିତି ବୁଲିକିରି ସମସ୍ତେ ବସିକିରି ଖାଇବା ଚଲେଇଛନ୍ତି। ଆଉ ଗୋଟେ ଖୁସି ବାସି କଥା। ଆଉ କିନ୍ତୁ ବହୁତ ଦିନ ପରେ ମାନେ ବର୍ଷକୁ ଥରେ ଆମର ନିଶ୍ଚିତ ମିଳନ ହବା କଥା ହବ। ଏଇ ରବି ପ୍ରିୟ ବାବୁ ଆସିଲେ। ମୁଁ କିନ୍ତୁ ଆଗକୁ ପଛକୁ ନ ନେଇ ଖାଇ ଚାଲିଥାଏ। ଆଉ ଖାଇବା ପିଇବା ଡାଲମା ତ ମୁଖ୍ୟ। ଆଉ ମନ୍ଦିରରେ ଡାଲମା ହେଲା ମୁଖ୍ୟ। ଆମ ବାବୁ ଯେତେବେଳେ ଅରବିନ୍ଦ ବାବୁ କହିଲେ ଡାଲମାଟା ବଢ଼ିଆ ହେଇଛି, ମୁଁ ଭାବୁଛି ଲୋଭ ଛାଡ଼ି ପାରିଲେନି। ଡାଲମାଟା ବି ବହୁତ ଅଧିକ ଖାଏ, ଖାଲି ଅରବିନ୍ଦ ଭାଇଙ୍କ କଥାରେ ଚଢ଼ି ଯାଇଥାନ୍ତି। ଶୁଣନ୍ତି, ନାରୀ ମାନେ ତାଙ୍କର ଖଟି କରି କେମିତି ଖାଇ ଚାଲିଛନ୍ତି। ଖା 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 ବଢିଆ କଥା। ଖାଇ ଚାଲ। ଭୋକ ବି ହଉତା ସମସ୍ତଙ୍କୁ। 3ଟା ବାଜିଗଲାଣି। ଅରବିନ୍ଦ ଦେଖେ ବଢିଆ ଆଉ ରବି ଦେଖ ରବି ଖୁଆ ଖୁଇ ଯାଉଛନ୍ତି। ନିଜେ ଖାଇବନି କହିଲା ଦେଇଦେ। ସମସ୍ତେ ଆମେ ଗପସପ କରୁଥାଉ, ମଜା କରୁଥାଉ, ହସ ଖୁସି କରୁଥାଉ, ଖାଇବା ପିଇବା କରୁଥାଉ। ସତରେ ପୁରୁଣା ସାଙ୍ଗମାନେ ଯେତେବେଳେ ମିଶନ୍ତି ଯୋଉ ଖୁସି, ଯୋଉ ଆନନ୍ଦ ମୁଁ ସତରେ ବର୍ଣ୍ଣନା ବି କରିପାରୁନି। ମତେ ଚାରିଟା କ୍ଷୀରି ଦେ, ଗୋଟେ କ୍ଷୀରି କିଏ ଦେଲା କି? ତୁ ଏଇଟା କହିଲୁ, ଏବେ ତ କହିଲୁ, ତୁ ଏବେ କହିଲୁ ଚାରିଟା ଦେ, ଗୋଟେ ଦେଇନି, ଏଇନେ କହିଲୁ ଚାରିଟା ଦେ, ମତେ ଗୋଟେ ବି ଦେଇନି। ଖାଲି ତ ହସ ଖୁସିରେ ଆଉ ହଉଥାନ୍ତି, କିଛି କେହି କାହା କଥା ଶୁଭୁନି। ଯିଏ ଯାହା କରୁଛନ୍ତି ଗପୁଛନ୍ତି, ଖାଉଛନ୍ତି, ହସ ଖୁସି କରୁଛନ୍ତି। ଆଉ ସତେ ବହୁତ ବଢିଆ ଲାଗୁଥାଏ। କିନ୍ତୁ ବହୁତ ଖୁସି ଲାଗୁଥାଏ। ତା ଭିତରେ କିଏ ଫଟୋ ଉଠାଉଥାଏ, କିଏ ବସି ପଡୁଥାନ୍ତି, ସମସ୍ତେ ମିଶିକିରି। କ୍ୟାମେରାମ୍ୟାନ୍ ବି ଆସିଥିଲେ, କିନ୍ତୁ କ୍ୟାମେରାମ୍ୟାନ୍ ଆସିଲେ ବି ସମସ୍ତେ ବସିକିରି ଯେ ଯାହା ସେଲ୍ଫି ମଧ୍ୟ ନଉଥାନ୍ତି। ଏଇ ବନମାଳୀ ବାବୁ କଣ କହୁଛ? ଏଇ ବନମାଳୀ ବାବୁ ଯିଏକି ଆମର ଆଶ୍ରମର ମୁଖ୍ୟ,
ସେ କ'ଣ ଗପୁଛନ୍ତି। ଆହା ଆହା ହା ଆମ ଆସ୍ତବ ମୁଖ୍ୟ ବନ୍ଧୁ ମିଳନ ନିର୍ମାଲ୍ୟର ବରା ଲାଗି କଳି ଏଥରକ ଏ ଯୋଉ ଖୁସିରେ ଆମେ ଏଇ କିଛି ସମୟ ଖଳ କଥା ସବୁ ଭୁଲି ଯାଇଥାଉ, ସମସ୍ତେ ହସ ଖୁସିର ମାହୋଲ ଭିତରେ ପଶି ରହିଥାଉ, ବହୁତ ଖୁସି ଲାଗୁଥାଏ ଗୋଟେ। କଥା କ'ଣ କି ଅସଲ କଥାଟା ହେଉଛି ସମସ୍ତେ ନୃତ୍ୟ ଭଙ୍ଗୀରେ ଠିଆ ହେଇ ଫଟୋଟି ଉଠେଇ ଦେଲେ, କିନ୍ତୁ ବରା ଲାଗି ଯୋଉ କଳି କଲେ ସେଇଟା ହେଉଛି ହେଲା। ଖୁସି ଲାଗିଲା, ସମସ୍ତେ ଆସିଲେ ହସ ଖୁସି କଲେ, ସେଇଟା ଆହୁରି ଖୁସି ଲାଗିଲା। କିନ୍ତୁ ସେ ସୁଧୀର କୁଆଡ଼େ ଗଲା? ସୁଧୀର ନାଚ ଗୀତ କିଛି କଲା, ସେଟା ଗଲା ସେ ମୁଖ୍ୟ ଲୋକ ସମସ୍ତେ ନାଚିଥାନ୍ତେ। ହଉ ଏଇଠି ଗୋଟେ ନାଚ ହେଇଯାଉ, ଏଇଠି ଗୋଟେ ନାଚ ହେଇଯାଉ। ବାଜା କାହିଁକି? ତାପରେ ଆମେ ସବୁ ଏକାଠି ଗ୍ରୁପ ଫଟୋ ଉଠେଇଲୁ। ତାପରେ ଆହୁରି ଅଛି ନା, ନାଚ ହବ, ଗୀତ ହବ, ମଜା ହବ। ଆପଣ ଦେଖନ୍ତୁ, ନାଚ ମାନେ କି ଫଟୋ ଉଠେଇଲ ହେଇଲୋ ଫଟୋ ଉଠେଇଲେ ଦେଖ ଟିକେ କରିଦେ ମତେ ଗେଲ। ତାପରେ ଆମେ ସବୁ ରିଲ୍ସ କରିବାକୁ ବାହାରି ପଡ଼ିବା। ରିଲ୍ସ ଯୁଗ ଚାଲିଛି ତ, ପ୍ରଜାପତି ନାଚ ଆରମ୍ଭ ହେଇଗଲା। କାହାର ଆଣ୍ଠୁ, କାହାର ଗୋଡ଼, କାହାର କ'ଣ କିଛି ନ ମାନିକିରି ସମସ୍ତେ ଆନନ୍ଦରେ ନାଚି ଚାଲିଥାନ୍ତି। ସୁଧୀର ନାଚି କୁଆଡ଼େ ଗୋଡ଼ ମାରିଦବ, ଗୋଇଠା ମାରିଦବ। ଅସୀମ ଦେଖୁନା କେମିତି ହଉଛି। ଆରେ ବା, ପ୍ରଜାପତି ନାଚ କମ୍ପେଇ ଦେଲେ ଅସୀମ, ବନମାଳୀ, ସୁଧୀର। ସୁଧୀର ନାଚ ତ ଡେଇଁ ଡେଇଁକା ଡେଇଁ ଡେଇଁକା ଡେଇଁ ଡେଇଁକା ସମସ୍ତେ ତ ନାଚୁଥାନ୍ତି ଆଉ। କେବଳ ପୁଅ ପିଲା ନୁହନ୍ତି, ଝିଅ ପିଲା ବି ତାପରେ ନାଚିଛନ୍ତି। ଆପଣମାନେ ଦେଖିଲେ ଆପଣମାନଙ୍କୁ ଖୁସି ଲାଗିବ। ଆହା ଏ ସୁଧୀର କେମିତି ଦେଉଛି ଦେଖୁନା, ମାରିଦବ। ଅଶୀ ଏପଟେ ଆରମ୍ଭ ହେଇଗଲା, ଝିଅ ପିଲାଙ୍କର ଆରମ୍ଭ ହେଇଗଲା ନୃତ୍ୟ। ଆରେ ବା, ଆରେ ବା, ବଢିଆ। ଦେଖନ୍ତୁ କେତେ ଖୁସି ସେମାନେ, କେତେ ଖୁସି। ଦେଖନ୍ତୁ ମୁଁ ଗୋଟେ ଦେଖୁନା କେତେ ନାଚ କରୁଛି, ତାଙ୍କ ସାଙ୍ଗରେ କେବଳ ମୁଁ ହିଁ ରହୁଛି। ନାଚ ମାନେ କମ୍ପେଇ ହେଇ ଦେଖ, ଅଣ୍ଟାରେ ହାତ ଦେଇ। କିନ୍ତୁ ଦେଖ କାହାର ଗୋଡ଼, କାହାର ଇଏ ଆଣ୍ଠୁ ସବୁ ହେଇକିରି ମଧ୍ୟ ସମସ୍ତେ ଖୁସିରେ ନାଚୁଥାନ୍ତି। ଏ ବୟସ ବହୁତ ଭଲ ଲାଗୁଥାଏ ଆକ୍ଚୁଆଲି। ମାନେ ଏଇଟା ଗୋଟେ ଖୁସିର ମାହୋଲ। ଏଇ ଖୁସିର ମାହୋଲ ପାଇବା ବହୁତ କଷ୍ଟ, କାରଣ ଏଇ ନାଚଟା ଲାଷ୍ଟକୁ ରହିଥିଲା, ଶେଷକୁ ସମସ୍ତେ ଖାଇ ପିଇ ଆନନ୍ଦ କରୁଛନ୍ତି। ଆରମ୍ଭ ହେଲା, ଆମେ ପୁଅ ସାଙ୍ଗ ଝିଅ ସାଙ୍ଗ ମିଶିକି ଆରମ୍ଭ କଲୁ। ନାନି 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 ନା। ଯାହା ହଉ ସାଙ୍ଗମାନଙ୍କ ପ୍ରଚେଷ୍ଟାରେ ଏଇ ଯୋଉ ବନ୍ଧୁ ମିଳନ ହଉଛି, ତାକୁ ଜୀବନରେ କେବେ ଭୁଲି ପାରିବନି। ସତରେ ମନର ଖୁସି ପାଇଁ ଇଏ ଗୋଟେ ମାର୍ଗ। ସତରେ କହୁଛି, ଏ ହସ ଖୁସି ଆଗରେ ବୟସ କିଛି ନୁହେଁ। ଆସନ୍ତୁ ସମସ୍ତେ ଏକାଠି ହବା, ହସ ଖୁସି କରିବା, ନିଜକୁ ଫିଟ୍ ରଖିବା।